ହାଇ ସାଙ୍ଗମାନେ, ଆଜି ଆମ ଘରେ ହେଉଛି କଙ୍କଡ଼ା ଆଉ ମାଛ। ଆଜି ମାଛ ଆଉ କଙ୍କଡ଼ା ରନ୍ଧା ହବ। ଲାଇକ୍ଟା କରିବେ ଆଉ କମେଣ୍ଟ, ସେୟାର, ସବସ୍କ୍ରାଇବ୍ଟା କରିବେ ଆଉ ଦେଖନ୍ତୁ କେତେ ବଡ଼ କଙ୍କଡ଼ାଟା। ବାପା ଆଣିଥିଲେ କଙ୍କଡ଼ା, ଆଜି ରନ୍ଧା ହବ ଆଉ। ବର୍ତ୍ତମାନ ଏଟାକୁ ଖାଲି ଦେଖନ୍ତୁ କେତେ ବଡ଼ କଙ୍କଡ଼ାଟା। ଏବେ ବର୍ତ୍ତମାନ ଏଟାକୁ କେଳା ହବ। ବାଗେଇ ସାରିଲା ପରେ ମାଛ ପୁଣି ବାଗା ହବ। ଏବେ ସବୁ ବାଗାବୁଗି ଚାଲିଛି ଦେଖନ୍ତୁ। ଆଉ ବହୁତ ଖାଇବା ପାଇଁ ତ ବହୁତ ଇଏ ହେଲା ହବ ଖାଇବା ପାଇଁ, କିନ୍ତୁ ଦେଖନ୍ତୁ ଏଟା କେତେ କଷ୍ଟ ଛଡ଼େଇବା ପାଇଁ। ବହୁତ ବଡ଼ଟା ନା, ଦେଖନ୍ତୁ ଛଡ଼ା ସରିଗଲା। ବର୍ତ୍ତମାନ କଙ୍କଡ଼ା ପାଳି ସଇଲା, କଙ୍କଡ଼ା ଛଡ଼ା ସଇଲା। ଦେଖନ୍ତୁ କେତେ ବଡ଼ଟା, ଖାଲି ଦେଖନ୍ତୁ। ଆଉ ଟିକେ ଖାଲି ଅଛି, ସରିଯିବ କଙ୍କଡ଼ା ଛଡ଼ା ଆଉ। ସଇଲା, କଙ୍କଡ଼ା ଛଡ଼ା ସଇଲା। ଏବେ ଖାଲି ମାଛ ହବ। ଆଗେ ମାଛଟାକୁ ଭଜା ହବ। ମାଛଟାକୁ କେଳେଇ ସାରିକି କଟାକଟି ସରିଲା ପରେ ଆଗେ ମାଛଟାକୁ ଭାଜିଦବା। ଦେଖନ୍ତୁ ଆଗେ ମାଛ କଟା ଚାଲିଲା। ବର୍ତ୍ତମାନ ମାଛଟା ସାଙ୍ଗେ ସାଙ୍ଗେ ସରିଯିବ। ମାଛ କଟା ହେଇଗଲା, ସାଙ୍ଗେ ସାଙ୍ଗେ ହେଇଯିବ ମାଛଟା। ମାଛ କଟା ସଇଲା। ବର୍ତ୍ତମାନ ମାଛ ଧୁଆ ହେଇସାରିଲା ପରେ ମାଛ ଭଜା ହବ। ମାଛକୁ ତେଲ, ଲୁଣ, ହଳଦୀ, ଲୁଣ ଗୋଳା ହେଇସାରିଲା। ଏବେ ମାଛ ଭଜା ହବ। ଭଲ ଭାବରେ ଗୋଳା ହେଇସାରିଲା ପରେ ମାଛ ଭଜା ହେଲା। ମାଛ ଭଜା ବର୍ତ୍ତମାନ ସଇଲା। ତାପରେ କଙ୍କଡ଼ା ଭଜା ହେଲା। ଏଠି ଲାଇଟ୍ ବନ୍ଦ ହେଇଥିଲା। ଏ ଦେଖନ୍ତୁ କଙ୍କଡ଼ା ଭଜା ଚାଲିଛି। ଏବେ ଏଇଟା ଢଳା ହବ। ସେଟା ତାର ଭସ ଗୁଡ଼ା ଭଜା ହଉଥିଲା। ଏବେ ଏଇଟାକୁ ଭଜା ହବ। ଏଇଟା ସଇଲାଣି। ଏଟାକୁ କାଢ଼ା ହେଇସାରିଲା ପରେ କଙ୍କଡ଼ା ପଡ଼ିବ ଏବେ। କଙ୍କଡ଼ା ଭଜା ହେଲା। ଦେଖନ୍ତୁ ବହୁତ ବଡ଼ ତା ଗୁଡ଼ା, ଦାଢ଼ି ଗୁଡ଼ା ବହୁତ ବଡ଼। ଦେଖନ୍ତୁ କଙ୍କଡ଼ା ଭଜା ହେଲା। ମାଛ ତ ଭଜା ସରିଯାଇଛି। ବର୍ତ୍ତମାନ ଏଇଟା କଙ୍କଡ଼ା ଚାଲିଛି। କଙ୍କଡ଼ା ସରିଲା ପରେ ଆକୁ ହଳଦୀ, ଲୁଣ ପକା ହେଲା। ଏବେ ପୁଣି ଭଜା ଚାଲିବ କିଛି ସମୟ। ଭଜା ସରିଗଲା, କଙ୍କଡ଼ା ଭଜା ସଇଲା। ଏବେ ପିଆଜ ଭଜା ହଉଛି। ଏଟା ରଖା ହେଇଛି କିଛି ମାଛ ପାଇଁ ବୋଧେ। ଏଟା କଙ୍କଡ଼ା ପାଇଁ ଚାଲିଛି ଭଜା। ମସଲା ଫସଲା ପଡ଼ିଗଲା, ଅଦା ରସୁଣ ବଟା ପଡ଼ିଗଲା। ଏବେ ଏଟାକୁ ଘଣ୍ଟା ଆସିଲା ପରେ ପୁଣି କଙ୍କଡ଼ା ପଡ଼ିବ ଉପରେ ଆଉ। ଖାଲି ଦେଖୁଥାନ୍ତୁ କ'ଣ ହଉଛି। ଏବେ କଙ୍କଡ଼ା ବି ହେଇଗଲା। ବର୍ତ୍ତମାନ ଭଜା ଭୁଜି ଆଳୁ ଫାଳୁ ପଡ଼ିକି ପୁରା କଙ୍କଡ଼ା କଷା ଚାଲିଲା। ଏବେ କଙ୍କଡ଼ା ବି ଏବେ ବର୍ତ୍ତମାନ ହେଇଯିବ ସାଙ୍ଗେ ସାଙ୍ଗେ। ଏଟା ଖାଲି ଟିକେ କଷା ହବ। ଏବେ ପାଣି ଫାଣି ଦେଇକି କଷା ହବ। ହେଇଗଲା କଙ୍କଡ଼ା ଆମର ପ୍ରସ୍ତୁତି। ଏବେ ମାଛ କତିକି ଯିବା। ମାଛ ତରକାରୀ ଏବେ ହବ। ଆଗେ ବାକି ତେଲ ଥିଲା ବୋଧେ,
ଏବେ ପିଆଜ ଆଗେ ପଡ଼ିଲା, ପିଆଜ ଡଙ୍ଗା ହେଲା, ମାଛ ତରକାରୀ ବି ହେଇଗଲା। ବର୍ତ୍ତମାନ ବିଲାତି ଫିଲାତି ସେଇଟା ପଡ଼ିଥିଲା, ଏବେ ମାଛ ତରକାରୀ ହେଇଗଲା। ବର୍ତ୍ତମାନ ଏଇଟା ଓହ୍ଲା ହବ। ମାଛ ତରକାରୀ ସଇଲା। ଦେଖନ୍ତୁ ମାଛ ତରକାରୀ ପ୍ରସ୍ତୁତ ହେଇଗଲା। ତାପରେ ଏବେ ଖିଆ ହବ ଆଉ। କଙ୍କଡ଼ା ତରକାରୀ ଆମର, ମାଛ ତରକାରୀ, ଡାଲି ହେଇଛି ଗୋଟେ, ଭାତ ଆଉ। ଆଜିକାଲି ଏତିକି ଖାଇବା ହେଇଥିଲା ଆଉ। ଆଜି ଚିକେନ ହେଇନି, ମାଛ, ଡାଲି, କଙ୍କଡ଼ା ତରକାରୀ, ଭାତ ଆଉ। ଏତିକିରେ ଆଜି କାମ ଚଳାଇଛି ଆଉ। ଏତିକିରେ ଜୟ ଜଗନ୍ନାଥ।